প্রিয় দর্শক বন্ধু মু অଜয় মিশ্র স্বাগত করুছি বিধিবিধান ওড়িয়া চ্যানেলর পুଣି ଏକ ନୂତନ ଅଧ୍ୟାୟକୁ। ଦର୍ଶକ ବନ୍ଧୁ ଆପଣ କୌଣସି କାମରେ ଘରୁ ଯାତ୍ରା କରୁଛନ୍ତି, ବାଟରେ କୌଣସି ବିପଦ ସମସ୍ୟା ସଙ୍କଟ ଦୁର୍ଘଟଣାରୁ ମୁକ୍ତି ପାଇବା ପାଇଁ ଯିବା ପୂର୍ବରୁ ମାତ୍ର ଗୋଟିଏ ଥର କହିଦିଅନ୍ତୁ ଏହି ମନ୍ତ୍ରକୁ। ଆପଣ କୌଣସି ବଡ଼ ଫଙ୍କସନ୍ କରୁଛନ୍ତି ବା ବିବାହ ବ୍ରତ ପାଇଁ କୌଣସି ଭୋଜି ଭାତର ଆୟୋଜନ କରୁଛନ୍ତି, ତେବେ ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଏବଂ କୌଣସି ଖାଦ୍ୟ ପଦାର୍ଥର ନିଅଣ୍ଟ ନ ପଡ଼ିବା ପାଇଁ ଭୋଜି ପୂର୍ବରୁ ଆପଣ ଏହି ମନ୍ତ୍ରକୁ 108 ଥର ବା ଏକ ମାଳା ଜପ କରିଦିଅନ୍ତୁ। ଆପଣ ନିଜକୁ ସୁସ୍ଥ ଆରୋଗ୍ୟ ରଖିବା ପାଇଁ ଚାହୁଁଛନ୍ତି। ଆପଣ ଯେତେବେଳେ ସକାଳେ ଉଠି ପାଣି ପିଉଛନ୍ତି, ସେହି ପାଣି ଗ୍ଲାସକୁ ଡାହାଣ ହାତରେ ଧରି ଏହି ମନ୍ତ୍ରକୁ 21 ଥର ପାଠ କରିଦିଅନ୍ତୁ। ଆପଣ ରୋଗ ବ୍ୟାଧିଠାରୁ ବହୁ ଦୂରରେ ରହିବେ। ଆପଣ କୌଣସି ରୋଗ ପାଇଁ ଔଷଧ ସେବନ କରୁଛନ୍ତି, ତେବେ ଔଷଧ ସେବନ କରିବା ପୂର୍ବରୁ ଏହି ମନ୍ତ୍ରକୁ 21 ଥର ମନେ ମନେ ଉଚ୍ଚାରଣ କରି ସେହି ଔଷଧକୁ ସେବନ କରନ୍ତୁ। ଏହା ନାରାୟଣଙ୍କ ପ୍ରସାଦ ହୋଇଯିବ ଏବଂ ଏହା ମ୍ୟାଜିକ୍ ପରି କାମ ଦେବ। ଏହି ମନ୍ତ୍ର ଗୁଡ଼ିକ ଜାଣିବା ପୂର୍ବରୁ କହି ରଖିବି କି ଦର୍ଶକ ବନ୍ଧୁ, ଯଦି ଆପଣ ଏପର୍ଯ୍ୟନ୍ତ ବି ଚ୍ୟାନେଲଟିକୁ ମୋର ସବସ୍କ୍ରାଇବ୍ କରିନାହାନ୍ତି, ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଫଳରେ ମୁଁ ଅପଲୋଡ଼ କରୁଥିବା ସମସ୍ତ ଶିକ୍ଷଣୀୟ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ ଏବଂ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ ନିଶ୍ଚୟ କରିବେ। ଦର୍ଶକ ବନ୍ଧୁ, ଆପଣ ଯେକୌଣସି କାମରେ ଘରୁ ଯାତ୍ରା କରୁଛନ୍ତି, ବାଟରେ ବିଭିନ୍ନ ପ୍ରକାର ଆପଦ ବିପଦ ଦୈବୀ ଦୁର୍ଘଟଣାର ସମ୍ଭାବନା ରହିଥାଏ। ତେଣୁ ଆପଣ ଯିବା ପୂର୍ବରୁ ମାତ୍ର ଗୋଟିଏ ଥର ଏହି ମନ୍ତ୍ରକୁ ଜପ କରିଦିଅନ୍ତୁ, ମନେ ମନେ ଉଚ୍ଚାରଣ କରିଦିଅନ୍ତୁ। ମନ୍ତ୍ରଟି ହେଲା ଓମ୍ ତ୍ରୟମ୍ବକମ୍ ୟଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ଉର୍ବାରୁ କମିବ ବନ୍ଧନାନ୍ ମୃତ୍ୟୁର୍ମୁକ୍ଷୀୟମାମୃତାତ୍। ଆଉ ଥରେ ଆସନ୍ତୁ ମନ୍ତ୍ରଟିକୁ ଜାଣିବା। ଓମ୍ ତ୍ରୟମ୍ବକମ୍ ୟଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ଉର୍ବାରୁ କମିବ ବନ୍ଧନାନ୍ ମୃତ୍ୟୁର୍ମୁକ୍ଷୀୟମାମୃତାତ୍। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ମନ୍ତ୍ରଟିକୁ। ଆପଣ କୌଣସି ବଡ଼ ଫଙ୍କସନ୍ ଭୋଜି ଭାତର ଆୟୋଜନ କରୁଛନ୍ତି, ତେବେ ଏହି ଭୋଜି ଭାତ ଆରମ୍ଭ ହେବା ପୂର୍ବରୁ ଆପଣ ସମ୍ପୂର୍ଣ୍ଣ ନିଷ୍ଠା ଭକ୍ତି ଏବଂ ଶ୍ରଦ୍ଧାର ସହ ଯେକୌଣସି ତୁଳସୀ ମାଳା ଦ୍ୱାରା ବା ରୁଦ୍ରାକ୍ଷ ମାଳା ଦ୍ୱାରା ଓଂ ନମୋ ଭଗବତେ ବାସୁଦେବାୟ ଏହିପରି 108 ଥର ବା ଏକ ମାଳା ଜପ କରିଦିଅନ୍ତୁ। ଜପ ସମୟରେ ଗୋଟିଏ କାଚ ଗ୍ଲାସରେ ଗୋଟିଏ ଗ୍ଲାସ ପାଣି ରଖିଥିବେ ଏବଂ ଜପ ସମୟରେ ଏହି ଜଳ ଉପରେ ଦୃଷ୍ଟି ନିକ୍ଷେପ କରୁଥିବେ ଏବଂ ଜପ ଶେଷ ହେବା ପରେ ଏହି ଜଳକୁ ପିଇଦେବେ। ଆପଣ ନିଜକୁ ସୁସ୍ଥ ଆରୋଗ୍ୟ ରଖିବା ପାଇଁ ଆପଣ ଯେତେବେଳେ ସକାଳେ ଉଠୁଛନ୍ତି, ଯେଉଁ ପାଣି ପିଉଛନ୍ତି, ସେ ପାଣି ଗ୍ଲାସକୁ ଡାହାଣ ହାତରେ ଧରି ଆପଣ ଏହି ମନ୍ତ୍ରକୁ 21 ଥର ମନେ ମନେ ଉଚ୍ଚାରଣ କରିଦିଅନ୍ତୁ। ମନ୍ତ୍ରଟି ହେଲା ଓମ୍ ନମୋ ନାରାୟଣାୟ, ଓଂ ନମୋ ନାରାୟଣାୟ, ଓଂ ନମୋ ନାରାୟଣାୟ। ଏହିପରି 21 ଥର ଉଚ୍ଚାରଣ କରିଦିଅନ୍ତୁ। ତାପରେ ସେ ଜଳକୁ ପାନ କରନ୍ତୁ। ଦେଖିବେ ରୋଗ ବ୍ୟାଧି ଠାରୁ ଆପଣ ବହୁ ଦୂରରେ ରହିବେ। କୌଣସି ରୋଗ ବ୍ୟାଧି ଆପଣଙ୍କୁ ସ୍ପର୍ଶ ମଧ୍ୟ କରିବ ନାହିଁ। ଆପଣ କୌଣସି ରୋଗ ପାଇଁ ଔଷଧ ଖାଉଛନ୍ତି, ତେବେ ଔଷଧ ଖାଇବା ପୂର୍ବରୁ ଔଷଧକୁ ଧରି ନିଜ ଡାହାଣ ହାତରେ ଧରି ଆପଣ ଏହି ମନ୍ତ୍ରକୁ 21 ଥର ମନେ ମନେ ଉଚ୍ଚାରଣ କରନ୍ତୁ। ଓଂ ନମୋ ନାରାୟଣାୟ, ଓଂ ନମୋ ନାରାୟଣାୟ, ଓଂ ନମୋ ନାରାୟଣାୟ। 21 ଥର ଉଚ୍ଚାରଣ କରିବା ପରେ ଏହି ଔଷଧକୁ ସେବନ କରନ୍ତୁ। ଏହା ମହାପ୍ରସାଦ ହୋଇଯିବ, ନାରାୟଣଙ୍କ ପ୍ରସାଦ ହୋଇଯିବ ଏବଂ ଏହା ମ୍ୟାଜିକ୍ ଭଳି କାମ ଦେବ। ଦର୍ଶକ ବନ୍ଧୁ, ଆଶା କରୁଛି ଏହି 4ଟି ଦୁର୍ଲଭ ମନ୍ତ୍ର ଆପଣଙ୍କର ଜୀବନର ବହୁ ଘଡ଼ିସନ୍ଧି ମୁହୂର୍ତ୍ତରେ ଆପଣଙ୍କୁ ନିଶ୍ଚୟ ଏହା ସହାୟତା କରିବ। ଭିଡ଼ିଓଟି କିପରି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାଇବେ। ରହୁଛି, ଧନ୍ୟବାଦ, ନମସ୍କାର।